हरि ओम नमो भगवते वासुदेवाय। श्रीमद्भागवत प्रथम स्कंध तृतीय अध्याय। श्रीसुत उवाच सुतकहन्ति शुद्धचित्ते हरसे मुनिक अग्रते शुण सकल मुनिजने हरिचरित सावधाने सृष्टिर काले से मुरारी महापुरुष रूप धरी महतत्वादि अंगे बसी विराट रूपे ब्रह्मराशि कला से वह षोडश अनादि परम पुरुष बुद्धि चेतना अहंकार मन अंतरिक्ष समीर अनल जल वसुमती पंच इंद्रिय जाहा चिंती जीव परम ए षोडश ए आदि सृष्टि उपदेश से सृष्टि संगे इच्छा करी जले जोगनिद्रा विस्तारी तानाभि कमलु सकल प्रकाशी आच्छादिला जल ब्रह्मा होइले तहु जात से प्रजापतिंकर नाथ तार शरीरो सृष्टि लोक प्रकाश होइले अनेक से शुद्ध तत्व विश्वरूप जार भियाण मोह कल्प अनेक चक्षु द्वारे भरी से विश्वरूप ब्रह्मचारी सहस्र पाद उरुभुज शिरवदन नासा तेज सहस्र लोचन श्रवण वसन कुंडल भूषण मणिकुंडल झटकंती दिशन्ति अति रूपकांति से सृष्टि मध्ये मायाधर करई जेते अवतार तांकरी मूल विजयहि जगते ब्रह्मा से बोलाई जाहार अंशा सरबले गगन पृथ्वी पाताले देव मनुष्य पशु आदि निगम गोचरे संपादी प्रथमे कुमार बयस
सृष्टि उदये उपदेश दुस्तर ब्रह्मचर्य व्रते तपसाधिले दृढ़चिते द्वितीय सृष्टिर आगमे साधिले यज्ञेश्वर नामे पूर्व प्रलय काल बळे महिजे थिला रसातळे ताकु धरे नरहरि तक्षणे काल रूप धरी उद्धरी जले भसाइला बराह कल्प बोलाइला तृतीये ऋषि संगे हरि नारद ऋषि रूप धरी विष्णु भक्त जनहिते निष्काम भाव उपगते चतुर्थे जन्म वेद कांडे धर्म उद्देश्य कर्म कांडे से रूपे नर नारायण सृजिले धर्म आचरण तपसाधिले दृढ़चिते सृष्टि कल्पने अविरते पंचमे सिद्धि अवतारे जन्मिले कर्धमर घरे नाम से कपिल बोलाई पिता माताଙ୍କୁ ज्ञान कही षष्ठ सर्गरे नरहरि अत्रिर वंशे अवतरी अनेक ज्ञान शास्त्र कल्पे जन्मिले दत्तात्रेय रूपे सप्तमे रुचि ऋषि वीर्ये जन्मिले आकुतिर गर्भे हे रूपे यज्ञ अवतारे पालिले स्वयं भुवंकर अष्टमे नाभि गृहे जात ऋषभ मेरु देवी सुत कठोर अति तप कले ज्ञानी को पथ देखाइले नवमे पृथ्वी रूप धरी बळे दुहिले वसुंधरी क्षीरे धरणी करी सम नाम बहिले उषतम दशमे मत्स्य रूप होई नादे औषधि बीजवही प्रलय जले बिहरिला रवि कुमार को रखिला
ଏକାଦଶରେ ଚକ୍ରଧର ଯେ ରୂପେ ଜନ ଉପକାର ଇନ୍ଦ୍ରର ଅର୍ଥେ ଦେବାସୁରେ କ୍ଷୀର ସମୁଦ୍ର ମନ୍ଥିବାରେ କପଟେ କୁର୍ମ ରୂପ ହୋଇ ମନ୍ଦରଗିରି ପୃଷ୍ଠେ ବହି ଦ୍ୱାଦଶ ସର୍ଗେ ବିଶ୍ୱରୂପ ଜନ୍ମିଲା ଧନନ୍ତରୀ ରୂପ ଅମୃତ କ୍ଷୀରା ନଭୁ ଆଣି ଦେବଙ୍କୁ ପିଆଇଲେ ପୁଣି ମୋହିନୀ ରୂପେ ତ୍ରୟୋଦଶେ ଅସୁର ମୋହେ କାମ ବସେ ଚତୁର୍ଦଶେ ନୃସିଂହ ବପୁ ବିଦାରେ ହିରଣ୍ୟକଶିପୁ ବାମନ ରୂପେ ପଞ୍ଚଦଶେ ବଳିକୁ ଛଳିଲେ ବିଶ୍ୱାସେ ଷୋଡ଼ଶ ଅବତାରେ ହରି ପରଶୁରାମ ରୂପ ଧରି ପିତାର ବଧ ଅହଙ୍କାରେ ଧରଣୀ ଏକ ବିଂଶବାରେ ଭ୍ରମିଲେ ମହାକୋପାନଳେ ରାଜାଙ୍କୁ ଧରି ବାହୁବଳେ ଦୃଷ୍ଟି କ୍ଷତ୍ରିୟ କାଟି ମୁଣ୍ଡ ରୁଧିରେ ପୂର୍ଣ୍ଣ କଲେ କୁଣ୍ଡ ତର୍ପଣ କଲେ ପିତୃଗଣେ ତପେ ରହିଲେ ଘୋର ବନେ ସପ୍ତଦଶରେ ସୁର କାର୍ଯ୍ୟେ ଜନ୍ମିଲେ ପରାଶର ବୀର୍ଯ୍ୟେ ନିଗମ ବୃକ୍ଷ ଥିଲା ଏକା ବିଚାରି କଲା ଶତ ଶାଖା ପ୍ରାଣୀଙ୍କ ଦେଖି ଅଳ୍ପ ବୁଦ୍ଧି ଯେ ଧର୍ମ ସଂସାରେ ପ୍ରସିଦ୍ଧି ସେ ପୁଣି ଦିବା କର ବଂଶେ ଶ୍ରୀରାମଚନ୍ଦ୍ର ଅଷ୍ଟାଦଶେ ଜଳଧି ବାନ୍ଧି ସୀତା ଛଳେ ଲଙ୍କା ଧ୍ୱଂସିଲେ ଭୁଜ ବଳେ ରାବଣ ମାରି ଦେବ କାର୍ଯ୍ୟେ ଧର୍ମ ସ୍ଥାପିଲେ ଏହୁ ରାଜ୍ୟେ ଊନବିଂଶତି ରୂପେ ହରି ଯାଦବ ବଂଶେ ଅବତରି କୃଷ୍ଣ ଶରୀର ରାମ ତୁଲେ ଅବନି ଭାରା ନିବାରିଲେ କଳି ଆଗମେ ଭାବଗ୍ରାହୀ ପାଷାଣ୍ଡ ଜନ ମନ ମୋହି ବୁଦ୍ଧ ନାମରେ ଦ୍ୱିଜ ଘରେ ଜନ୍ମିଲେ କି କଟନଗରେ ଜ୍ଞାନ ଉଦ୍ଦେଶ୍ୟ ଭଗବାନ ମୋହିଲେ ଅସୁରଙ୍କ ମନ ଏମନ୍ତେ ଜନ୍ମ ଏକବିଂଶ ସୁଜନ ହିତେ ହୃଷିକେଶ ସେ ପୁଣି କଳି ଯୁଗ ଅନ୍ତେ ରାଜାଙ୍କୁ ଦେଖି ଏ ଜଗତେ ନିର୍ଦୟ ହୃଦେ ପ୍ରଜା ମାରି ଧନ ଜୀବନ ନିତ୍ୟ ହରି ସେ କୋପେ ବିଷ୍ଣୁ ଯଶା ଘରେ ଜନ୍ମିବେ କଳ୍କି ଅବତାରେ ମନରୁ ଅତି ବଳବନ୍ତ ଅଶ୍ୱ ଆରୋହୀ ଜଗନ୍ନାଥ ସୁନନ୍ଦ ଖଡ୍ଗ କରେ ଧରି ଦୁଷ୍ଟ ରାଜାଙ୍କୁ ବେଗେ ମାରି ଅଳପ ପ୍ରଜା ଜନ ଶେଷ ଦୟାରେ ଲଭିବେ ଅଶେଷ ସେ ସତ୍ୟନିଧି ମାୟାଧର ଅସଂଖ୍ୟ କରେ ଅବତାର ଯଥା ଅକ୍ଷୟ ହ୍ରଦ ଦେହେ ସହସ୍ର କ୍ଷୁଦ୍ର ନଦୀ ବହେ ଋଷି ଦେବତା ମନୁ ରାଜା ସେ ମନୁ ପୁତ୍ରେ ମହାତେଜା ଏ ଆଦି ଯେତେ ପ୍ରଜାପତି ବିଷ୍ଣୁର ଅଂଶେ ଜନ୍ମ ହୁଅନ୍ତି ଏ ଅଂଶେ କେତେ କଳା ହୋଇ ବିଭୂତି ଗୁଣେ କେ ଜନ୍ମଇ ସକଳ ଅବତାର ସାର କିୟ ବା ଦେବା ପଟାନ୍ତର ନିଜ ମୂରତି ଚକ୍ରଧର ସ୍ୱୟଂ ଶ୍ରୀକୃଷ୍ଣ ଅବତାର ଏମନ୍ତେ ନାନା ରୂପେ ଧରେ ସେ ହରି ସଂସାରେ ବିହରେ ଦୁଷ୍ଟଙ୍କ ବଳ ତେଜ ହରି ସଂସାର ରଖେ ନର ହରି ବିଷ୍ଣୁର ଜନ୍ମ କର୍ମବାଣୀ ଯେ ଏହା ଯତ୍ନେ ନିତ୍ୟ ଶୁଣି ରାତ୍ର ଦିବସ ମଧ୍ୟେ ଯେବେ କାଳ ବଞ୍ଚନ୍ତି କୃଷ୍ଣ ଭାବେ ସେ ଦୁଃଖ ସଙ୍କଟ ତରନ୍ତି ଜନ୍ମ ମରଣେ ନାହିଁ ଭ୍ରାନ୍ତି ବିଷ୍ଣୁ ଜନ୍ମଇ ଜନହିତେ ଏମନ୍ତେ ନାନା ରୂପ ଯେତେ ସ୍ୱଭାବେ ରୂପ ଯାର ନାହିଁ ନିର୍ଲେପ ନିରଞ୍ଜନ ସେହି ମାୟାର ଗୁଣେ ବିରଚିତ ମହତ ଆଦିରୁ ସମ୍ଭୂତ ଯେ ସନେ ମେଘ ଶୂନ୍ୟ ଥାଇ ଗଗନେ ଧୂଳି ଯେ ଉଡ଼ଇ
ତାହାକୁ ଦୃଷ୍ଟି ଊର୍ଦ୍ଧ୍ୱେ ଦେଖି ଯେ ସତ୍ୟ ପ୍ରାୟ ଉପଲକ୍ଷୀ ତାହାକୁ ବୋଲି ଜ୍ଞାନହୀନ ଏବେ ହୋ ଶୁଣ ମୁନିଜନ ସ୍ୱଭାବେ ଦୃଶ୍ୟ ବର୍ଣ୍ଣ ନୁହେଁ ଗୁଣ ଆବରି ଦେହ ବହେ ଏଣୁ ଏ ଜୀବ ରୂପ ବହି ଜନ୍ମ ମରଣ ପଥେ ଥାଇ ସମ ଅସମ ରୂପ ଯେତେ ସମ୍ଭବେ ବିଷ୍ଣୁ ମାୟାଗ୍ରସ୍ତେ ଆତ୍ମାରେ କଳ୍ପିତ ଈଶ୍ୱର ଏତହୁଁ ବ୍ରହ୍ମାର ବିଚାର ମାୟା ମିଶ୍ରିତ ପ୍ରାଣୀ ଯେବେ ନିସ୍ତର ହୋଇ ଜ୍ଞାନ ଭାବେ ତେବେ ଆତ୍ମାରେ ଆତ୍ମା ଦେଖି ନିର୍ମଳ ମହିମା ନିରେଖି ଏମନ୍ତେ ଜନ୍ମ କର୍ମ ଯେତେ ବିଚାର କରି ବେଦ ମତେ କହନ୍ତି ଯେତେ ମୁନି ଧ୍ୟାନେ ଏନ ଘଟଇ ଅନୁମାନେ ପରମାନନ୍ଦ ରୂପେ ଚିତ ଯେତେ ସେ ହୁଅଇ ମିଶ୍ରିତ ତେବେ ସନ୍ମତ ବ୍ରହ୍ମ ଜ୍ଞାନ ଜାଣଇ ତତ୍ତ୍ୱ ଜ୍ଞାନୀ ଜନ ତାହାର ଜନ୍ମ କର୍ମ ନାହିଁ ବେଦର ଗୁପ୍ତ ତତ୍ତ୍ୱ ସେହି ତାହାଙ୍କ ଜନ୍ମ କର୍ମ ଭାବେ କବିଏ ବର୍ଣ୍ଣନ୍ତି ସ୍ୱଭାବେ ଜନ୍ମ ଯାର ନାହିଁ ବିଚାର କରିବ ସେ କାହିଁ ଅମୋହ ଲୀଳା ନରହରି ଆତ୍ମାରେ ବିଷ୍ଣୁ ମାୟା କରି ବ୍ରହ୍ମାଣ୍ଡ ସୃଜଇ ପାଳଇ ତାହାକୁ ଅନ୍ତେ ସେ ଭକ୍ଷଇ ପ୍ରାଣୀଙ୍କ ମଧ୍ୟେ ଆତ୍ମା ତନ୍ତ୍ରେ ଷଡ଼ବର୍ଗେ ଭୋଗ କରେ ନିତ୍ୟ ଏଣୁ ଈଶ୍ୱର ସେ ବୋଲାଇ କିସ ଉପମା ଦେବି ମୁହିଁ ଈଶ୍ୱର ଲୀଳା କର୍ମ ଯେତେ କେ ଜାଣି ପାରେ ତର୍କ ମତେ ଏହାର ଅଛି ଯେତେ ନାମ ସ୍ୱଭାବେ ଯେତେ ଗୁଣଗ୍ରାମ ନଟ ଯେ ସନେ ମାୟା କରି ମୋହଇ କୁହୁ କବିସ୍ତାରୀ ଅଜ୍ଞାନୀ ଜାଣି ବକି ତାହା ଦୂରଧି ଗମ୍ୟ ବିଷ୍ଣୁ ମାୟା ଏ କାଳ ଚକ୍ର ତାର ହସ୍ତ କେ ଜାଣି ପାରେ ତାର ଗ୍ରସ୍ତ ସେ ହରିପାଦ ପଦ୍ମବନ୍ଧ ଯେ ନିତ୍ୟ ପିଏ ମକରନ୍ଦ ହିଂସା କପଟ ଦୂରେ ତେଜି ସର୍ବାନୁକୂଳେ କୃଷ୍ଣେ ଭଜି ଭକତ ଭାବେଣ ଭଜନ୍ତି ସେ କୃଷ୍ଣ ମହିମା ଜାଣନ୍ତି ଧନ୍ୟ ଜୀବନ ତାହାଙ୍କର ସେ ହରି ଚରଣେ କିଙ୍କର ସର୍ବ ଆତ୍ମାକୁ ଆତ୍ମ ଭାବେ ଭଜନ୍ତି ନିତ୍ୟ ବାସୁଦେବେ ଏମନ୍ତ ଭାବେ ଯେ ଭଜଇ ଏ ମାୟା ତାକୁ ନ ଲାଗଇ ଏ ଯେ ପୁରାଣ ଭାଗବତ ନିର୍ମଳ ପଦ ବ୍ରହ୍ମ ତତ୍ତ୍ୱ କୃଷ୍ଣର ଚରିତ ପ୍ରଶଂସୀ ପ୍ରକାଶ କଲେ ବ୍ରହ୍ମ ଋଷି ଜୀବର ମୁଖ୍ୟ ଫଳ ଅର୍ଥେ ଧନ୍ୟ ମଙ୍ଗଳ ଏ ଜଗତେ ସର୍ବନିଗମ ଇତିହାସେ ସାର ଉଦ୍ଧରି ମନ ତୋଷେ ଆତ୍ମଜ୍ଞାନୀଙ୍କ ମଧ୍ୟେ ସାର ଯେ ସୁଖ ରୂପେ ଅବତାର
ତାହାଙ୍କୁ ଭାଗବତ ଦୀକ୍ଷା ଦେଇ କହିଲେ ଆତ୍ମା ଶିକ୍ଷା। ସେ ପୁଣି ପରୀକ୍ଷିତ ଆଗେ କହିଲେ ଆତ୍ମା ଅନୁରାଗେ। ବ୍ରାହ୍ମଣ ସାପେ ସେ ବିକଳେ ନିବାସ କରି ଗଙ୍ଗା ଜଳେ। ପରମ ଋଷି ମେଳେ ଥାଇ କୃଷ୍ଣ ଚରଣେ ମନ ଦେଇ। ଏ ଭାଗବତ ରସ ଶୁଣି ତରିଲା ଭବ ତରଙ୍ଗିଣୀ। ସେ କୃଷ୍ଣ ଲୀଳା କାର୍ଯ୍ୟ ଲାଭେ ନିଜ ଭୁବନେ ପୁଣି ଯିବେ। ସଙ୍ଗତେ ଘେନି ଧର୍ମ ଜ୍ଞାନ ନିଜ ଶରୀରେ ହେବେ ଲୀନ। ଏ କଳି ଯୁଗେ ଯେତେ ନରେ ପଡ଼ିବେ ମାୟା ଅନ୍ଧକାରେ। ତାହାଙ୍କୁ ତପନ ଉଦିତ ହୋଇବ ଭାବେ ଭାଗବତ। ରାଜା ସଙ୍ଗତେ ଗଙ୍ଗା ତଟେ ଅନେକ ଋଷିଙ୍କ ସଙ୍ଗତେ। ଏ ଭାଗବତ ତତ୍ତ୍ୱବାଣୀ ଶୁକ ମୁନିଙ୍କ ମୁଖୁ ଶୁଣି। ଜାଣିଲେ ଶୁକ ଅନୁରାଗେ ଏବେ କହିଲି ତୁମ୍ଭ ଆଗେ। କହଇ ଦାସ ଜଗନ୍ନାଥ ସୁଜନେ ହିତେ ଭାଗବତ। ଏ ଭାବେ ଚିନ୍ତନର ହରି ଘୋର ସଂସାରୁ ଜୀବ ତରି। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସାୟ ସଂହିତାୟା ବୟାସିକାୟାମ୍ ପ୍ରଥମ ସ୍କନ୍ଧେ ନୈମିଷୋପାଖ୍ୟାନେ ନାମ ତୃତୀୟୋऽଧ୍ୟାୟः। ଓಂ ନମୋ ଭଗବତେ ବାସୁଦେବାୟ।